ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ତ ପ୍ଲସ୍ ଟୁ ସେକେଣ୍ଡ ଇୟର କନା ଆର୍ଟ ସାଇନ୍ସ କମର୍ସ ତ ଆର୍ଟ ସାଇନ୍ସ କମର୍ସ ପିଲାମାନେ ତମମାନଙ୍କ ପାଇଁ ନେଇ ଆସିଛି କନା 1 ମାର୍କିଆ କ୍ୱେଶ୍ଚିନ୍। ତ 1 ମାର୍କିଆ କ୍ୱେଶ୍ଚିନ୍ ଆମ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ତ 1 ମାର୍କିଆ କ୍ୱେଶ୍ଚିନ୍ ତ ଆସିବ ଆମର 3ଟା। ତ ଚାଲ ଆମେ ସ୍ୱାଧୀନ ଦେଶର ଶିକ୍ଷା ଚିନ୍ତାର ସବୁ MCQ ଆଜି ଆଲୋଚନା କରିବା, ବୁଝିହେଲା। ତ ଚାଲ ଆମେ ଷ୍ଟାର୍ଟ କରିବା। ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିଦେବ, ବେଲ୍ ଆଇକନକୁ ଦବାଇଦେବ ନୂଆ ନୂଆ ନୋଟିଫିକେସନ ପାଇଁ ଲାଇକ୍ ସେୟାର କରିଦେବ। ମାତ୍ର 30ଟି କ୍ୱେଶ୍ଚିନ୍ ଆମେ ଆଲୋଚନା କରିବା। ସ୍ୱାଧୀନ ଦେଶର ଶିକ୍ଷା ଚିନ୍ତା ପ୍ରବନ୍ଧରେ ପ୍ରାବନ୍ଧିକ କିଏ? କିଏ ନା ସ୍ୱାଧୀନ ଦେଶ ଏମିତି ଲେଖିବ, ଯେମିତି ଲେଖା ହେଇଛି 1 ମାର୍କିଆ ସେମିତି ଲେଖିବ। ସ୍ୱାଧୀନ ଦେଶର ଶିକ୍ଷା ଚିନ୍ତା ପ୍ରବନ୍ଧରେ ପ୍ରାବନ୍ଧିକ ହେଉଛନ୍ତି ଗୋଲକ ବିହାରୀ ଧଳ। ନେକ୍ସଟ, ଆମ ଦେଶରେ ପ୍ରଚଳିତ ପରୀକ୍ଷା ପଦ୍ଧତିର କଣ ସମସ୍ୟା ରହିଛି? କଣ ସମସ୍ୟା ରହିଛି ନା ଆମ ଦେଶରେ ଯେଉଁ ପରୀକ୍ଷା ପଦ୍ଧତି ପ୍ରଚଳିତ ହେଉଛି ସେହି ପଦ୍ଧତିର ଛାତ୍ରମାନଙ୍କର ଗୁଣାତ୍ମକ ମୂଲ୍ୟ ନିର୍ଦ୍ଧାରଣ କରିବା ସମ୍ଭବ ନୁହେଁ। ନେକ୍ସଟ, ଜାତିସଂଘ ତାଙ୍କ ଶିକ୍ଷା ରିପୋର୍ଟରେ କଣ କହିଛନ୍ତି ପିଲାମାନେ? ତ ଜାତିସଂଘ ତାଙ୍କ ଶିକ୍ଷା ରିପୋର୍ଟରେ କହିଛନ୍ତି ଲୋକମାନେ ଅଶିକ୍ଷିତ ନିରକ୍ଷର ହୋଇଥିବାରୁ ଉନ୍ନୟନ କାର୍ଯ୍ୟ ଅନେକ ପଛରେ ପଡ଼ି ଯାଇଛି। ନେକ୍ସଟ, ବିଶେଷ କରି ନିରକ୍ଷରତା କେଉଁ ମହାଦେଶରେ ସବୁଠୁ ବଡ଼ ସମସ୍ୟା? ନା ବିଶେଷ କରି ନିରକ୍ଷରତା ଏସିଆ ମହାଦେଶରେ ସବୁଠୁ ବଡ଼ ସମସ୍ୟା। ପରବର୍ତ୍ତୀ କ୍ୱେଶ୍ଚିନ୍, ଲୋକମାନେ କଣ ହୋଇଥିବାରୁ ଉନ୍ନୟନ କାର୍ଯ୍ୟ ପଛରେ ପଡ଼ିଛି ବୋଲି ଜାତିସଂଘ ତାର ଶିକ୍ଷା ରିପୋର୍ଟରେ କହିଛି? ଜାତିସଂଘ ତାର ଶିକ୍ଷା ରିପୋର୍ଟରେ ଲୋକମାନେ ଅଶିକ୍ଷିତ ଓ ନିରକ୍ଷର ହୋଇଥିବାରୁ ଉନ୍ନୟନ କାର୍ଯ୍ୟ ପଛରେ ପଡ଼ିଛି ବୋଲି କହିଛି। ନେକ୍ସଟ, ଭାରତୀୟ ଛାତ୍ରମାନେ ପାଠ ପଢ଼ି ସାରିଲା ପରେ କେଉଁଠୁ ଛାଡ଼ି ଆସିବାକୁ ଚାହୁଁନାହାନ୍ତି? ଭାରତୀୟ ଛାତ୍ରମାନେ ପାଠ ପଢ଼ି ସାରିଲା ପରେ ଆମେରିକା ଛାଡ଼ି ଆସିବାକୁ ଚାହୁଁନାହାନ୍ତି। ନେକ୍ସଟ, ଭାରତରେ କେଉଁମାନଙ୍କର ବିଶେଷ ମୂଲ୍ୟ ନାହିଁ? ନା ଭାରତରେ ବିଶେଷଜ୍ଞ ମାନଙ୍କର ବିଶେଷ ମୂଲ୍ୟ ନାହିଁ। ନେକ୍ସଟ, ବମ୍ବେରୁ ବାହାରୁଥିବା ଖବରକାଗଜଟିର ନାମ କଣ? ନା ବମ୍ବେରୁ ବାହାରୁଥିବା ଖବରକାଗଜଟିର ନାମ ହେଉଛି ସନ୍ଡେ ଷ୍ଟାଣ୍ଡାର୍ଡ। ନେକ୍ସଟ, ଭାରତ ସରକାର ବର୍ତ୍ତମାନ କଣ ବସାଇ ଭାରତୀୟ ଶିକ୍ଷା ପରିସ୍ଥିତିରେ ନିରୀକ୍ଷଣ କରୁଛନ୍ତି? ନା ଭାରତ ସରକାର ବର୍ତ୍ତମାନ ଶିକ୍ଷା କମିଶନ ବସାଇ ଭାରତୀୟ ଶିକ୍ଷା ପରିସ୍ଥିତିର କଣ ନା ନିରୀକ୍ଷଣ କରୁଛନ୍ତି। ନେକ୍ସଟ, ସନ୍ଡେ ଷ୍ଟାଣ୍ଡାର୍ଡ କାଗଜରେ କେଉଁ ଶୀର୍ଷକରେ ଅଗ୍ରଲେଖା ପ୍ରକାଶିତ ପାଇଥିଲା? ସନ୍ଡେ ଷ୍ଟାଣ୍ଡାର୍ଡ କାଗଜରେ ଶାସକ ବିଶେଷଜ୍ଞ ଶୀର୍ଷକରେ ଅଗ୍ରଲେଖା ପ୍ରକାଶିତ ହେଉଥିଲା। ନେକ୍ସଟ, ବିଶେଷଜ୍ଞ ମାନଙ୍କୁ ସମ୍ମାନ ମିଳୁନାହିଁ ବୋଲି କେଉଁ ଦେଶର ଛାତ୍ରମାନେ ଆମେରିକା ଛାଡ଼ି ଆସିବାକୁ ଚାହୁଁନାହାନ୍ତି? ନା ଭାରତରେ ବିଶେଷଜ୍ଞ ମାନଙ୍କୁ ସମ୍ମାନ ମିଳୁନାହିଁ ବୋଲି ଭାରତୀୟ ଛାତ୍ରମାନେ ଆମେରିକା ଛାଡ଼ି ଆସିବାକୁ ଚାହୁଁନାହାନ୍ତି। ହୀରାକୁଦ ବନ୍ଧରୁ ପାଣି ଝରିଲା ପରି ସାରା ବର୍ଷ ଯାକ କଣ ଆସ୍ତେ ଆସ୍ତେ ବାହାରୁଛି? ନା ହୀରାକୁଦ ବନ୍ଧରୁ ପାଣି ଝରିଲା ପରି ସାରା ବର୍ଷ ଯାକ ପରୀକ୍ଷା ଫଳ ଆସ୍ତେ ଆସ୍ତେ ବାହାରୁଛି। ନେକ୍ସଟ, ଆମେରିକାରେ ପଢୁଥିବା ଜଣେ ଭାରତୀୟ ଛାତ୍ର ଭାରତର କେଉଁ ସମ୍ମାନାସ୍ପଦ ବ୍ୟକ୍ତିଙ୍କ ସହିତ ସମାନ ଦରମା ଦେଲେ ଫେରିବା କଥା କଣ ନା ଚିନ୍ତା କରିବ ବୋଲି କହିଥିଲେ? ନା ଆମେରିକାରେ ପଢୁଥିବା ଜଣେ ଭାରତୀୟ ଛାତ୍ର ଭାରତର ଗଭର୍ଣ୍ଣରଙ୍କ ସହିତ ସମାନ ଦରମା ଦେଲେ ଫେରିବା କଥା ଚିନ୍ତା କରିବ ବୋଲି କହିଥିଲେ। ନେକ୍ସଟ କ୍ୱେଶ୍ଚିନ୍, ଆମେରିକାରେ ପଢୁଥିବା ଜଣେ ଭାରତୀୟ ଛାତ୍ର ଭାରତର ଗଭର୍ଣ୍ଣରଙ୍କ ସହିତ ସମାନ ଦରମା ଦେଲେ ଫେରିବା କଥା ଚିନ୍ତା କରିବ ବୋଲି କହିଥିଲେ। ନେକ୍ସଟ, ଭାରତ ସରକାର ଶିକ୍ଷା କମିଶନ ବସାଇ କଣ ନିରୀକ୍ଷଣ କରୁଛନ୍ତି? ନା ଭାରତ ସରକାର ଶିକ୍ଷା କମିଶନ ବସାଇ ଭାରତୀୟ ପରିସ୍ଥିତିର ନିରୀକ୍ଷଣ କରୁଛନ୍ତି। ନେକ୍ସଟ, ଶିକ୍ଷା ରାଜ୍ୟରେ ବର୍ତ୍ତମାନ କେଉଁ ଅବସ୍ଥା ଆସି ପହଞ୍ଚି? ନା ଶିକ୍ଷା ରାଜ୍ୟରେ ବର୍ତ୍ତମାନ ଏକ ନିରୁପାୟ ଅବସ୍ଥା ଆସି ପହଞ୍ଚିଛି। ନେକ୍ସଟ, ଆମ ଦେଶରେ ପରୀକ୍ଷା ପଦ୍ଧତିରେ ଛାତ୍ରର କଣ ନିର୍ଦ୍ଧାରଣ କରିବା ଭାରି କଷ୍ଟ? ଆମ ଦେଶରେ ପରୀକ୍ଷା ପଦ୍ଧତିରେ ଛାତ୍ରର ଗୁଣାତ୍ମକ ମୂଲ୍ୟ ନିର୍ଦ୍ଧାରଣ କରିବା ଭାରି କଷ୍ଟ। କଳିଙ୍ଗ ଖବରକାଗଜ କେଉଁ ଶୀର୍ଷକରେ ଉପାଗ୍ର ଲେଖି ପରୀକ୍ଷା କ୍ଷେତ୍ରରେ ଅବୈଧ ଆଚରଣ ବିଷୟରେ ସୂଚନା ଦେଇଥିଲା? ନା କଳିଙ୍ଗ ଖବରକାଗଜ ସତ୍ୟ ହୋଇଥିଲେ ସାଂଘାତିକ ନାମରେ ଉପାଗ୍ର ଲେଖି ପରୀକ୍ଷା କ୍ଷେତ୍ରରେ ଅବୈଧ ଆଚରଣ ବିଷୟରେ ସୂଚନା ଦେଇଥିଲା।
ଆଜିକାଲି ଛାତ୍ରମାନେ ପାଠ ପଢିବା କଥା ଯେତିକି ଜାଣୁଛନ୍ତି ତାଠାରୁ ଅଧିକ କାହା ବିଷୟରେ ଜାଣୁଛନ୍ତି ନା ଆଜିକାଲି ଛାତ୍ରମାନେ ପାଠ ପଢିବା କଥା ଯେତିକି ଜାଣୁଛନ୍ତି ତାଠାରୁ ଅଧିକ ପରୀକ୍ଷା ବିଷୟରେ ଜାଣୁଛନ୍ତି। ଏବେ କେଉଁ ପରୀକ୍ଷା ପାଇଁ ପ୍ରଶ୍ନ ଉତ୍ତର ବହି ସବୁଠୁ ବେଶୀ କଟୁଛି ବୋଲି କୁହାଯାଇଛି? ନା ଏବେ ପ୍ରାଥମିକ ପରୀକ୍ଷା ପାଇଁ ପ୍ରଶ୍ନ ଉତ୍ତର ବହି ସବୁଠୁ ବେଶୀ କଟୁଛି ବୋଲି କୁହାଯାଇଛି। ନୋଟ ବହି ପଢିବା ଲୋକ କେଉଁ ପୁସ୍ତକ ଲେଖିପାରିବ ନାହିଁ? ନା ମୌଳିକ ପୁସ୍ତକ ଲେଖିପାରିବ ନାହିଁ। ଏବେ ବିଏ ପଢୁଥିବା ପିଲାଟିକୁ ମାତୃଭାଷାରେ ଚିଠିଟିଏ ଲେଖିବାକୁ କହିଲେ କଣ ହେବ? ନା ଏବେ ବିଏ ପଢୁଥିବା ପିଲାଟିକୁ ମାତୃଭାଷାରେ ଚିଠିଟିଏ ପଢିବାକୁ କହିଲେ 15ଟା ବନାନ ଅଶୁଦ୍ଧି ହୋଇଯିବ, ଅକ୍ଷର ଏମିତି ଯେ ଦେଖିଲେ ଡର ଲାଗିବ। ଆଜିକାଲି କାହାର ପାଠ ସଙ୍ଗେ ସମ୍ପର୍କ ନାହିଁ ପିଲାମାନେ? ନା ଅକ୍ଷରର। କାହାର? ନା ଅକ୍ଷରର। ଆଗେ ପାଠ ପଢିବାର ସୁବିଧା ନଥିଲା ବି ପାଠର ମାନଦଣ୍ଡ କିପରି ଥିଲା? ନା ଆଗେ ପାଠ ପଢିବାର ସୁବିଧା ନଥିଲେ ବି ପାଠର ମାନଦଣ୍ଡ ଅଧିକ ଉଚ୍ଚ ଥିଲା। ପରବର୍ତ୍ତୀ କ୍ୱେଶ୍ଚିନ୍, ବର୍ତ୍ତମାନର ଲୋକ ପାଠର ମୂଲ୍ୟ ବୁଝି ସାରିଥିଲେ ମଧ୍ୟ ପାଠର କଣ କମୁଛି? ନା ବର୍ତ୍ତମାନ ଲୋକ ପାଠର ମୂଲ୍ୟ ବୁଝି ସାରିଥିଲେ ମଧ୍ୟ ପାଠର ମାନଦଣ୍ଡ କମୁଛି। ପ୍ରାଥମିକ ଠାରୁ କେଉଁ ପର୍ଯ୍ୟନ୍ତ ସବୁଠି ପାଠର ଅବସ୍ଥା ସମାନ ହୋଇଗଲାଣି? ପ୍ରାଥମିକ ଠାରୁ PhD ପର୍ଯ୍ୟନ୍ତ ସବୁଠି ପାଠର ଅବସ୍ଥା ସମାନ ହେଲାଣି। ଏବେ କେଉଁ ଡିଗ୍ରୀ ସଂଖ୍ୟା ବହୁତ ହେବାରୁ ଡିଲ୍ଟି କରିବା ଛଡା ଉପାୟ ନାହିଁ? ନା ଏବେ ଡିଫିଲ୍ ଡିଗ୍ରୀ ସଂଖ୍ୟା ବହୁତ ହେବାରୁ ଡିଲ୍ଟି କରିବା ଛଡା ଉପାୟ ନାହିଁ। ନେକ୍ସଟ, କେଉଁ ଦେଶରେ ବିଶ୍ୱବିଦ୍ୟାଳୟ ମାନଙ୍କରୁ ଶହ ଶହ PhD ଓ DLT ବାହାରୁଛନ୍ତି? ଭାରତ ବର୍ଷର ବିଶ୍ୱବିଦ୍ୟାଳୟ ମାନଙ୍କରୁ ଶହ ଶହ PhD ଓ DLT ବାହାରୁଛନ୍ତି। ନେକ୍ସଟ, କେଉଁ ଲୋକମାନଙ୍କୁ ତାଲିମ କରି ଫୌଜ ପୋଷାକ ପିନ୍ଧାଇଲେ ଦେଶର ସ୍ୱାଧୀନତା ରହିପାରିବ ନାହିଁ? ନିରନ୍ନ ମୂର୍ଖ ଲୋକମାନଙ୍କୁ ତାଲିମ କରି ଫୌଜ ପୋଷାକ ପିନ୍ଧାଇଲେ ଦେଶର ସ୍ୱାଧୀନତା ରହିପାରିବ ନାହିଁ। ପରବର୍ତ୍ତୀ କ୍ୱେଶ୍ଚିନ୍, କାହା ବଳରେ ଆମେ ଅନ୍ୟ ଦେଶମାନଙ୍କ ସହିତ ସମାନ ହୋଇପାରିବା? ନା ପାଠ ବଳରେ ଆମେ ଅନ୍ୟ ଦେଶମାନଙ୍କ ସହିତ ସମାନ ହୋଇପାରିବା। ନେକ୍ସଟ, ଶିକ୍ଷାକୁ କେଉଁ ସ୍ଥାନ ଦେଲେ ଅବସ୍ଥାର ପରିବର୍ତ୍ତନ ହୋଇପାରିବ ବୋଲି ଲେଖକ ବିଚାର କରିଛନ୍ତି? ନା ଶିକ୍ଷାକୁ ଶେଷ ସ୍ଥାନ ନ ଦେଇ ଶୀର୍ଷ ସ୍ଥାନ ଦେଲେ ଅବସ୍ଥାର ପରିବର୍ତ୍ତନ ହୋଇପାରିବ ବୋଲି ଲେଖକ ବିଚାର କରିଛନ୍ତି। ପରବର୍ତ୍ତୀ, ଲୋକେ ସରକାରଙ୍କ ଯୋଜନା ନ ବୁଝିବାର କାରଣ କଣ? ନା ଲୋକେ ସରକାରଙ୍କ ଯୋଜନା ନ ବୁଝିବାର କାରଣ ହଉଛି କଣ? ନା ଶିକ୍ଷାର ଅଭାବ। ନେକ୍ସଟ, ମଣିଷ ମନକୁ ପ୍ରଥମେ କେଉଁଥିରେ ସଜାଡି ପରେ ଯୋଜନା କଥା କହିବା ଉଚିତ? ନା ମଣିଷ ମନକୁ ପ୍ରଥମେ ପାଠ ବା ଶିକ୍ଷାରେ ସଜାଡି ପରେ ଯୋଜନା କଥା କହିବା ଉଚିତ। ଜିଲ୍ଲା ପରିଷଦ, ପଞ୍ଚାୟତ, ଆଞ୍ଚଳିକ ସଭାର ପ୍ରଥମ ବିଷୟ ଭାବରେ ବିଚାର ହେବା ପାଇଁ କେଉଁ ବିଷୟ ରଖାଯାଇଥିଲା? ନା କେଉଁ ବିଷୟ? ନା କୃଷିକୁ ରଖାଯାଇଥିଲା। ଶେଷ କ୍ୱେଶ୍ଚିନ୍, ଜିଲ୍ଲା ପରିଷଦ, ପଞ୍ଚାୟତ ଶେଷ ବିଚାର ବିଷୟଟି କଣ ଥିଲା? ନା ଶିକ୍ଷା। ତ ପିଲା ଏ ଥିଲା ସ୍ୱାଧୀନ ଦେଶର ଶିକ୍ଷା ଚିନ୍ତାର ସବୁ ଏକ ମାର୍କିଆ କ୍ୱେଶ୍ଚିନ୍। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ କରିଦେବ। ରହୁଛି ଧନ୍ୟବାଦ। ଜୟ ଜଗନ୍ନାଥ।